ଯିବେନି କାରଣ ସାଧାରଣ ଝିଅକୁ ପାରିବ ଯେ କାନ୍ଦି କାନ୍ଦି ମରିଯିବେ ହେଲେ ତମ ଭଳି ଯୋଉ ଗଲେ ଏ ବରଦାସ୍ତକୁ ମୁଁ ସହି ପାରିବିନି। ସୀମାନି ତମେ କାହା କଥା କହୁଛ? ରୀନା କଥା। ତମରି ପାଇଁ ତ ରୀନା ଆଜି ମିଛି ମିଛିକା ବୋଉ ହେଇଛି। ତମେ ତ ଦିଲ୍ଲୀରେ ଥିଲ। ଜୟ ବାବୁଙ୍କ ବାପା ମା ଏକା ଜିଦ୍ କରୁଥିଲେ ଜୟ ବାବୁଙ୍କର ବାହାଘର କରିଦେବା ପାଇଁ। ସେଥିପାଇଁ ରୀନା ଆଜି ମିଛି ମିଛିକା ବୋଉ ହେଇଯାଇଛି। କୋଉଠି ଦେଖିଛ? ଏମିତି ହବା କୋଉଠି ଦେଖିଛ? ବାପାଙ୍କୁ ମିଛ କହିବା ମିଛ ସେଥିରେ ଅଭିନୟ କରିବା ରୀନା ଜୟର ସତସ୍ତ୍ରୀ ହେଇସାରିଛି। ମିଛ କଥା କାହିଁକି ଗୋଟିଏ ସରଳ ମଣିଷମାନଙ୍କ ଭିତରେ ବିଷ ଭରୁଛ? ତମେ ମାନେ ମିଳିମିଶି ବିଷ ଦେଇସାରିଛ। ଯାହା ଖାଲି ରାସ୍ତାରେ ପଡ଼ିକିନି ସେ ମରିବା ବାକି ଅଛି। ଗଲା ବେଲେ ସଙ୍ଗେ ଯେ ମନ ହବ ସେ ଯଦି ଯାହା କହୁଛନ୍ତି ନେଇ ସେ ସରଲେ ସେ ଘଟଣା କଣ ସତ? ଗାଡ଼ି ଚାରି ଗଲା ମିଛ ଯଦି ମିଛ ମୁଁ ଆସିଲା ପରେ ଏ ମିଛ ବାହାଘର ଆଜି ରହିଥିଲା କଣ ପାଇଁ? ଘରର ସମସ୍ତେ ମଉସା ମାଉସୀ ତମେ ତମ ସାଙ୍ଗ ଆଉ ରୀନା ମୋତେ ସତ କଥା କହିଲାନି କଣ ପାଇଁ? କାହିଁକି ନା ତମେ ବୁଝିବା ଅବସ୍ଥାରେ ନଥିଲ ଆଉ ମଉସା ମାଉସୀକି ସବୁ କହିବାର ସାହସ ବି ମୋର ନଥିଲା। ସେଇଥିପାଇଁ ତାହେଲେ ଏଇ 9 ଦିନ ପାଇଁ ମୋ ହୃଦୟରେ ଯେମିତି ନବକଳେବର ହେଲା। ତମ ରୀନା ପୁରା ଶେଷରୁ କେବେ ବି ଫେରି ପାରିବନି। ଏବେ ଏଇ ମୁହୂର୍ତ୍ତରେ ମୁଁ ମରିନା କରି ଏଠୁ ଚାଲିଯିବି ମରିନା କରି। ରୀନା 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 और है कि गाड़ी